ଆରେ ତମେ ସବୁ କଣ ମଞ୍ଜି ଆଣିଛ? ଦେଖିକି ଲାଗୁଛି ଏସବୁ ତରଭୁଜ ମଞ୍ଜି। ହଁ ତୁ ଠିକ କହିଲୁ। ଏ ବର୍ଷ ଆମେ ଜମିରେ ତରଭୁଜ ଚାଷ କରିବା। ଚାଲେ ଆମ ଜମିକୁ ଯାଇ ତରଭୁଜ ମଞ୍ଜି ବୁଣିଦେବା। ଦୁଇ ଚଢ଼େଇ ନିଜ ଜମିକୁ ଗଲେ ଆଉ ତରଭୁଜ ମଞ୍ଜି ବୁଣିଲେ। ଏ ସବୁ କିଛି ଦୂରରୁ ଦୁଇଟି କାଉ ଦେଖୁଥିଲେ। ଆରେ ଦେଖ ଦେଖ, ଏ ଚିଣ୍ଟୁ ଚମେଲି ନିଜ ଜମିରେ ତରଭୁଜ ମଞ୍ଜି ବୁଣୁଛନ୍ତି। ଏଥର ଆଉ ଆମ ଖାଇବାର ଚିନ୍ତା ରହିବନି ନା କଣ? ହଁ ତୁ ଠିକ କହିଲୁ। ଚାଲ ଏବେ ପାଖ ଜଙ୍ଗଲକୁ ବୁଲିବା ପାଇଁ ଯିବା। ଏଇ ଚଢ଼େଇଙ୍କ ତରଭୁଜ ବଡ଼ ହେଲେ ଆମେ ଆରାମରେ ପ୍ରତିଦିନ ତାଙ୍କ ତରଭୁଜ ଚୋରି କରି ଖାଇବା। ଏମିତି କଥା ହେଇ ଦୁଇ କାଉ ପାଖ ଜଙ୍ଗଲକୁ ଚାଲିଗଲେ। ଏହିପରି ବେଶ କିଛି ଦିନ ବିତିଗଲା। ତରଭୁଜ ଗଛ ବାହାରି ସେଥିରେ ତରଭୁଜ ଫଳିଲା। ଦିନେ ଗୋଟେ ମା ଚଢ଼େଇ ସେ ଜମି ରାସ୍ତାରେ ଯାଉଥିଲା। ଏତେ ଗୁଡ଼ିଏ ତରଭୁଜ ଦେଖି ସେ ଅଟକି ଗଲା। ଆରେ ବା, ଚିଣ୍ଟୁ ଭାଇଙ୍କ ଜମିରେ କେତେ ବଢ଼ିଆ ତରଭୁଜ ଫଳିଛି। ମୁଁ ଯାଇ ତାଙ୍କୁ ପଚାରି ସେ କୋଉଠୁ ମଞ୍ଜି ଆଣି ଚାଷ କରିଛନ୍ତି। ମୁଁ ବି ତାଙ୍କ ପରି ଏ ବର୍ଷ ମୋ ଜମିରେ ତରଭୁଜ ଚାଷ କରିବି। ଆରେ ଚମେଲି ଭଉଣୀ, ଏ ବର୍ଷ ତୁମକୁ ଧନୀ ହେବାର ସୁଯୋଗ ମିଳିଛି। ତମ ଜମିରେ ନା ବହୁତ ଭଲ ତରଭୁଜ ଫଳିଛି। ମୁଁ ଆଜି ତୁମ ଜମି ରାସ୍ତାରେ ଯାଉଥିଲି, ସେତେବେଳେ ତୁମ ତରଭୁଜ ଚାଷ ଦେଖିଲି। ଭାବିଲି ତୁମ ସହ ଟିକେ ଦେଖା କରିଯାଏ। ଆଚ୍ଛା ଚମେଲି ଭଉଣୀ, ତୁମେ କୋଉଠୁ ଏତେ ଭଲ ତରଭୁଜ ମଞ୍ଜି ଆଣିଛ କହିଲ? ମୁଁ ବି ଏ ବର୍ଷ ତୁମ ପରି ତରଭୁଜ ଚାଷ କରିବାକୁ ଚାହୁଁଛି। ଆରେ ଚଢ଼େଇ, ମୋ ସ୍ୱାମୀ ତରଭୁଜ ମଞ୍ଜି ଆଣିଥିଲେ। ମୁଁ ଏ ବିଷୟରେ କିଛି ବି ଜାଣିନି। ତୁ ଟିକେ ଅପେକ୍ଷା କର, ମୋ ସ୍ୱାମୀ ଏବେ ଘରକୁ ଫେରିବେ। ତାଙ୍କ ସହ କଥା ହେଲେ ତୁ ସବୁ ଜାଣିପାରିବୁ। ଅନେକ ଦିନରୁ ମୁଁ ଆମ ଜମିକୁ ଯାଇନି। ତୋ ପାଖରୁ ଏତେ ଭଲ ତରଭୁଜ ଫଳିଛି ଜାଣି ଭାରି ଖୁସି ଲାଗିଲା। ମୁଁ ଆଜି ହିଁ ଆମ ଜମିକୁ ଦେଖିବାକୁ ଯିବି। ଏମିତି ସେ ଦୁଇ ଚଢ଼େଇ କଥା ହେଉଥିଲେ। ସେତେବେଳେ ଚିଣ୍ଟୁ ଚଢ଼େଇ ଘରକୁ ଫେରିଲା। ମା ଚଢ଼େଇ ତା ପାଖରୁ ତରଭୁଜ ମଞ୍ଜି କୋଉଠୁ ଆଣିଥିଲା ତାର ଠିକଣା ଜାଣି ନିଜ ଘରକୁ ଫେରିଲା। ପରଦିନ ସକାଳେ, ଆରେ ମା, ତୁ ଘରେ ଥା। ମୁଁ ନ ଆସିବା ଯାଇ ବାହାରକୁ ଯିବୁନି। ମୁଁ ଦୂର ଜଙ୍ଗଲକୁ ଯାଉଛି ତରଭୁଜ ମଞ୍ଜି ଆଣିବା ପାଇଁ। ଆଚ୍ଛା ଠିକ ଅଛି ମା, ମୁଁ ଘରେ ରହିବି, ବାହାରକୁ ଯିବିନି। ହେଲେ ମା, ଘରକୁ ଶୀଘ୍ର ଫେରିବ। ମତେ ଘରେ ଏକା ରହିବାକୁ ଭାରି ଡର ଲାଗେ। ମୁଁ ଶୀଘ୍ର ଫେରି ଆସିବି ରେ ମା। ଯା ଏବେ ଘର ଭିତରକୁ। ତାପରେ ମା ଚଢ଼େଇ ସେ ଦୂର ଜଙ୍ଗଲକୁ ଗଲା। ରାସ୍ତାରେ କାଉ ମାନଙ୍କ ସହ ତାର ଦେଖା ହେଲା। ଆରେ କାଉ ଭାଇ, କାଉ ଭଉଣୀ, ଏ ଦୂର ଜଙ୍ଗଲରେ ତମେ ମାନେ କଣ କରୁଛ? ଆରେ ଚଢ଼େଇ, ମୁଁ ମୋ ମାମୁଁ ଘରକୁ ବୁଲିବା ପାଇଁ ଆସିଥିଲି। ହେଲେ ଚଢ଼େଇ, ତୁ ଏ ଜଙ୍ଗଲକୁ କଣ ପାଇଁ ଆସିଛୁ? ମୁଁ ତରଭୁଜ ମଞ୍ଜି ନେବାକୁ ଆସିଛି। ଚିଣ୍ଟୁ ଭାଇଙ୍କର ଜମିରେ ଅନେକ ଭଲ ତରଭୁଜ ଫଳ ହେଇଛି। ସେ ଏଇ ଜଙ୍ଗଲରୁ ତରଭୁଜ ମଞ୍ଜି ନେଇ ଚାଷ କରିଥିଲେ। ସେଥିପାଇଁ ମୁଁ ବି ଏଠାକୁ ତରଭୁଜ ମଞ୍ଜି ନେବାକୁ ଆସିଛି। ସତରେ ନା କଣ? ଆଚ୍ଛା ଚଢ଼େଇ, ଏବେ ତ ଯା, ଆମେ ବି ଆମ ଘରକୁ ଫେରିବୁ। ଅନେକ ଦିନ ହେଇଗଲାଣି ଆମେ ଘରକୁ ଯାଇନୁ। ଆରେ ତମେ ଶୁଣିଲ, ଚଢ଼େଇ କଣ କହିକି ଗଲା? ଚିଣ୍ଟୁ ଚଢ଼େଇର ଜମିରେ ତରଭୁଜ ଫଳିଲାଣି। ଏଇଟା ଠିକ ସମୟ ଆମ ଜଙ୍ଗଲକୁ ଫେରିବା ପାଇଁ। ଚାଲ ଏବେ ହିଁ ଘରକୁ ଯିବା, ଆଉ ସୁଯୋଗ ଦେଖି ଚିଣ୍ଟୁ ଜମିର ତରଭୁଜ ଚୋରି କରି ନେଇ ଆସିବା। ସେଦିନ ହିଁ କାଉମାନେ ତାଙ୍କ ଜଙ୍ଗଲକୁ ଫେରିଲେ। ଆଉ ରାତିରେ ସୁଯୋଗ ଦେଖି ଚିଣ୍ଟୁ ଚଢ଼େଇର ଜମିରୁ ଅଧା ତରଭୁଜ ଚୋରି କରି ନେଇଗଲେ। ପରଦିନ ସକାଳେ ଚିଣ୍ଟୁ ଆଉ ଚମେଲି ନିଜ ଜମିକୁ ଆସିଲେ। ସେମାନେ ଜାଣିଗଲେ ତାଙ୍କ ଜମିରୁ ଅଧା ତରଭୁଜ ଚୋରି ହେଇଯାଇଛି। ଆରେ ଦେଖ ନା, ଆମ ଜମିରେ ଅଧା ତରଭୁଜ ନାହିଁ। ନିଶ୍ଚୟ ରାତିରେ କିଏ ଆମ ତରଭୁଜ ଚୋରି କରି ନେଇଯାଇଛି। ହଁ ତୁ ଠିକ କହିଲୁ। ହେଲେ କିଏ ଆମ ଜମିରୁ ତରଭୁଜ ଚୋରି କରିଥିବ? ମୁଁ ତ କିଛି ବି ଜାଣିପାରୁନି। ଆରେ କଣ ହେଲା? ଏ ବର୍ଷ ତୁମର ଭଲ ତରଭୁଜ ଚାଷ ହେଇଛି, ତଥାପି ତମେ ମାନେ ଏତେ ମନ ଦୁଃଖରେ କାହିଁକି ଅଛ? କଣ କହୁଛ? ତୁମ ଜମିରୁ ଅଧା ତରଭୁଜ କିଏ ଚୋରି କରି ନେଇଯାଇଛି? ଇଏ ତ ସତରେ ବହୁତ ଚିନ୍ତାର କଥା। କିଏ ସେ ଚୋର? ଏ ଜଙ୍ଗଲରେ ସମସ୍ତେ କିଛି ନା କିଛି ଚାଷ କରନ୍ତି। ସେ ଚୋରକୁ ଯଦି ଶୀଘ୍ର ନ ଧରିବା ତାର ସାହସ ବଢିଯିବ। ସେ ଅନ୍ୟମାନଙ୍କ ଜମିରୁ ବି ଚୋରି କରିବ। ମୁଁ ମୋର ଏକ ଛୋଟ ଜମିରେ ତରଭୁଜ ଚାଷ କରିଛି। ସେ ଚୋର ତମ ଜମିର ସବୁ ତରଭୁଜ ନେଇଯିବ। ଚଢ଼େଇ, ସେ ଚୋରକୁ ଧରିବା ପାଇଁ କିଛି ଉପାୟ ବାହାର କର। ଆମେ ତ କିଛି ବି ଚିନ୍ତା କରିପାରୁନୁ। ମୋ ପାଖରେ ତ କିଛି ବି ଉପାୟ ନାହିଁ। ହେଲେ ହଁ,
आमे समस्ते चिलो राजा पाखक जाइपरिबा। से निश्चय आम समस्यार समाधान करिपरिबे। तापरे सबु चढ़ी मिसी चिलो राजा पाखक गले आउ तांकर सबु समस्या कथा कहिले। तमे माने चिंता करनी, मो पाखरे एक रास्ता अच्छी चोर को धरिया पाई। किछि दिन तले मु एक परी को साहाय्य करिथिली। से मो उपरे खुशी हेई मते एक लिचु घर देइतिला। से लिचु घर मते अनेक कामरे साहाय्य करे। आज मु तम मानकु से लिचु घर देउची। ए लिचु घर को नहीं निज जमी रे रखी दियो। चोर को धरिबारे ए लिचु घर तम मानकु साहाय्य करिवो। तापरे सबु चढ़े मिसी से लिचु घर को धरी तरभुज जमी को आसिले। आउ जमीर मझिरे से लिचु घर को रखी सेठारु चली गले। सेपटे काऊ माने पुणी थरी चोरी करिवा पई योजना करुथिले। आरे सुनुच, चल आज राति रे आमे पुणी थरी से चिंटूर जमीरु आउ अधा तरभुज नहीं आसीबा। किछि खाइबा आउ किछि पाख जंगल को नहीं बिक्री करिदेबा। आरे देख, सेईटा गोटे लिचु घर ना। घर भितरटा केमिति चकचक करूची देख। मते लागुची ए घर भितरे अनेक सुना अछि। हाँ, मते भी सेमिति लागुची। ए लिचु घरे निश्चय सुना थिबो। चाल एबे तरभुज न नेई ए घरु सबु सुना नहीं जिबा। नहले सकाळे चढ़े माने ए घरु सुना नहीं जिबे। एमिति चिंता करी दुई काऊ से लिचु घर भितर को गले। जेमिति सेमाने घर भितर को गले बाहर पटु कबाट बंद हो गला। से घर भितरटा पूरा पूरी फांका थिला। भितरी किछि भी नथिला। ए कौन? ए घरे तो किछि भी नाही। घरटा कौन एकदम फांका? कबाट भी बंद हो गला। एबे आमे बाहर को केमिति जिबा? ए को भूत घर को आमे चली आसिले। एमिति से राति बीती जाई सकाळ हेला। सबु चढ़ेक सह राजा चिल भी सेठा को आसिला। लिचु घरर कबाट खोली गला। दुई काऊ बाहर को आसिले। छी छी, तमे दुई काऊ ताहले चोर? आज तमे माने धरा पड़ी गला। मु तो विश्वास करि पारुनी तमे माने हमर एते बड़ क्षति करुथिला। तम मानकर एते साहस? मो जंगल रे रही चढ़े मानक फसल चोरी करुच? मु तम मानक उचित शिक्षा देबी। एबे सारा जीवन तमे माने जेल रे बंदी हे रहिबो। ना ना महाराज, एई थर काम को क्षमा करि दियंतु। आमे आउ केबे भी एमिति भूल करिबुनी। ना चिल राजा, एमानन को जमा भी क्षमा करंतुनी। तमे दुई काऊ चोरी करिवा पूर्वरु एसबु भाबिबार थिला। निजे जदि परिश्रम करी फसल फळि थांत आज शांति रे रहि पारि थांत। ता न करी अन्य मानक परिश्रम चोरी करूच। तमे माने शास्ति पाइबार योग्य। तापरे चिल राजा दुई काऊ को नहीं कारागार रे बंदी करी रखिला। चिंटू आउ चमेली काऊ को घरु तांकर अधा तरभुज नहीं आसिले। से बेठारु काऊ चढ़ेक जमीरु फसल चोरी हेला नाही। सबु चढ़ी निज निज फसल बिक्री करी खुशी रे रहिले। एक घंच जंगल रे गोटे माँ चढ़ी ता झियो मिनी सांगरे रहुथिला। मिनी चढ़ी तरभुज खाइबा को बहुत भल पाउथिला। एमिति कि से तरभुज बिना गोटे दिन भी रही पारु नथिला। हेले माँ चढ़ीटी प्रत्येक दिन मिनी पाई तरभुज किणी पारु नथिला। कारण से बाजार रे फूल बिक्री करुथिला। जहाँ भी पाउथिला से बहुत कष्ट रे तार आउ ता झियो मिनीर खाइबा जोगाड़ करुथिला। गोटे दिन मिनी चढ़ी जंगल सारा तरभुज खोजिला। हेले से दिन से कोठी भी तरभुज पाइलानी। मो तरभुज खाइबी, मो तरभुज खाइबी। आज मो कहा पाखरे भी तरभुज पाइलिनी। बाजार रे तरभुजर दाम बहुत बेसी। एते टंका तो मो पाखरे नाही। आज काहेके के जानी मते तरभुज खाइबा को भारी इच्छा होची। एबे मो तरभुज कोठी पाइबी? से एमिति कहूतिबा समय रे हठात तार नजर एक चढ़ई उपरे पड़िला। सेई रास्ता रे गोटे चढ़ई एक तरभुज धरी निज घर को जाउथिला। अरे एई तो तरभुज। हेले मु ए चढ़ई को तरभुज मागिले से तो मते मागणा रे तरभुज देबनी। ताहले मु एबे कोन करिबी? एमिति मिनी चढ़ई एक उपाय चिंता कला। आउ गोटे गछ पछ पटे लुचि भूत मानक परी भयंकर स्वर रे कहिला, कुआड़े जाउछु? रही जा। तो तरभुज मते दे। मु तो तरभुज खाइबी, नहले मु तते खाइ देबी। किए किए कथा कहूच? एठी तो केही भी देखा जाऊ नाहंती।
ମୁଁ ଏ ତରଭୁଜ କାହାକୁ ବି ଦେବିନି। ତରଭୁଜ ଦେବୁନି ତ? ତୁ ଜାଣିନୁ ମୁଁ କିଏ? ମୁଁ ହେଲି ତରଭୁଜ ଖିଆ ଭୁତୁଣି। ଭଲରେ ଭଲରେ ମତେ ତରଭୁଜ ଦେଇଦେ, ନହେଲେ ମୁଁ ତତେ ତରଭୁଜ ସହ ଖାଇଦେବି। ଭୁତୁଣି, ନା ନା, ମୋ ପାଖକୁ ଆସନି। ଏଇ ନେ ତରଭୁଜ, ମତେ ଛାଡ଼ି ଦେ। ଏମିତି କହି ସେ ଚଢ଼େଇ ତରଭୁଜକୁ ତଳେ ପକେଇ ଦୌଡ଼ିକି ସେଠାରୁ ଚାଲିଗଲା। ମିନି ଚଢ଼େଇ ହସି ହସି ଗଛ ପଛପଟୁ ବାହାରି ଆସିଲା। ମିଳିଗଲା, ଆଜି ମତେ ତରଭୁଜ ମିଳିଗଲା। ଏବେ ମୁଁ ପେଟ ପୁରାଇ ତରଭୁଜ ଖାଇପାରିବି। ତାପରେ ମିନି ଚଢ଼େଇ ସେଇ ରାସ୍ତାରେ ବସି ତରଭୁଜ ଖାଇଲା। ପେଟ ପୁରା ତରଭୁଜ ଖାଇ ସେ ଘରକୁ ଗଲା। ମିନି, ଏ ମିନି, କୁଆଡ଼େ ଗଲୁ? ଶୀଘ୍ର ଆସେ, ମୁଁ ତୋ ପାଇଁ ଖାଇବା ବାଢ଼ି ଦେଇଛି। ତୁ ଶୀଘ୍ର ଖାଇନେ, ମୁଁ କାମକୁ ଯାଉଛି। ଏ କ'ଣ ମା, ଆଜି ବି ସେଇ ଏକା ଖାଇବା? ମୁଁ ଏ ଖାଇବା ଖାଇବିନି। ମତେ ତରଭୁଜ ଦିଅ, ମୁଁ ତରଭୁଜ ଖାଇବି। ହଁ, ଟଙ୍କା ତ ଗଛରେ ଫଳୁଛି ନା। ମୁଁ ତୋ ପାଇଁ ସବୁଦିନ ତରଭୁଜ କିଣିବି। ମତେ ବିରକ୍ତ କରନି, ଯାହା କରିଛି ଖାଇନେ। ମତେ ତରଭୁଜ ଦେବନି ତ? ନଦିଅ, ମୁଁ ଯେମିତି ବି ହଉ ଆଜି ତରଭୁଜ ଖାଇବି। ଏଇ ଯାଉଛୁ କୁଆଡ଼େ? ରହ ରହ କହୁଛି। ଏ ଝିଅକୁ ମୁଁ ଆଉ ପାରିବିନି। ଏମିତି ରାଗି ମା ଚଢ଼େଇ ଘର ଭିତରକୁ ଚାଲିଗଲା। ସେପଟେ ମିନି ଚଢ଼େଇ ତରଭୁଜ ଖୋଜୁ ଖୋଜୁ ଦେଖିଲା ତାଙ୍କ ଜଙ୍ଗଲର ଗୋଟେ ଚଢ଼େଇ ଝୁଡ଼ିରେ କିଛି ତରଭୁଜ ନେଇ ବଜାର ରାସ୍ତାରେ ଯାଉଛି। ଏଇ ତ ଲାଲ ଲାଲ ବଡ଼ ତରଭୁଜ। ଲାଗୁଛି ଏ ଚଢ଼େଇ ବଜାରକୁ ତରଭୁଜ ବିକିବା ପାଇଁ ଯାଉଛି। ସେ ଯାହା ବି ହେଇଯାଉ, ଆଜି ମୁଁ ୟାର ସବୁ ତରଭୁଜ ଖାଇବି। ମୁଁ ଯାଏ ତା ପାଖକୁ। ଦିଦି, ତୁମେ ବୋଧେ ତରଭୁଜ ଝୁଡ଼ି ଧରି ବଜାରକୁ ଯାଉଛ? ତୁମେ କ'ଣ ଜାଣିନ ଆଜି ବଜାରରେ ମେଳା ବସିଛି? ବହୁତ ଲୋକ ଆଜି ବଜାରକୁ ଆସିବେ। ଏତେ ଅଳ୍ପ ତରଭୁଜ ଧରି ସେଠାକୁ କାହିଁକି ଯାଉଛ? ତୁମେ ଗୋଟେ କାମ କର, ତୁମର ତ ତରଭୁଜ ବଗିଚା ଅଛି। ତୁମେ ଆଉ କିଛି ତରଭୁଜ ଘରୁ ନେଇ ଆସ। ମୁଁ ଏ ରାସ୍ତାରେ ତୁମ ତରଭୁଜ ଝୁଡ଼ିକୁ ଜଗିଥିବି। ତୁମେ ଆସିଲେ ଆମେ ସାଙ୍ଗ ହେଇ ବଜାରକୁ ଯିବା। ଆରେ ହଁ, ମୋର ତ ମେଳା କଥା ଜମା ବି ମନେ ନଥିଲା। ଭଲ ହେଲା ତୁ ମତେ ମନେ ପକେଇଦେଲୁ। ତୁ ଏଠି ମୋ ତରଭୁଜ ଝୁଡ଼ିକୁ ଜଗିଥା, ମୁଁ ଘରକୁ ଯାଉଛି। ଆଉ କିଛି ତରଭୁଜ ନେଇ ଆସିବି। ଏମିତି କହି ସେ ଚଢ଼େଇ ତା ତରଭୁଜ ଝୁଡ଼ିକୁ ମିନି ପାଖରେ ଦେଇ ଘରକୁ ଚାଲିଗଲା। ମିନି ଚଢ଼େଇ ତରଭୁଜ ପାଇ ଖୁବ୍ ଖୁସି ହେଇଗଲା। ସେ କିଛି ତରଭୁଜ ଖାଇଲା। ଆଉ କିଛି ତରଭୁଜ ପରେ ଖାଇବ ଭାବି ସେ ଘରକୁ ନେଉଥିଲା। ରାସ୍ତାରେ ସେ ଗୋଟେ ବୁଢ଼ୀ ଚଢ଼େଇକୁ ଶୋଇଥିବାର ଦେଖିଲା। ସେ ବୁଢ଼ୀ ଚଢ଼େଇ ପାଖକୁ ଗଲା ଆଉ ତାକୁ କହିଲା, ଆରେ ବୁଢ଼ୀ ମା, ଏଠି ଏମିତି ଶୋଇଛ ଯେ? ତୁମ ଦେହ ଭଲ ନାହିଁ କି? ନାଇଁ ରେ ମା, 3 ଦିନ ହେଲାଣି ମୁଁ କିଛି ଖାଇନି। ଆଜି ଖାଇବା ଖୋଜିବା ପାଇଁ ବାହାରିଥିଲି, ଥକି ଯାଇ ଏଠି ଟିକେ ଶୋଇ ପଡ଼ିଛି। ବୁଢ଼ୀ ମା, ମୋ ପାଖରେ କିଛି ତରଭୁଜ ଅଛି, ଏଇ ନିଅ, ତୁମେ ପେଟ ପୁରାଇ ଖାଇବା ଖାଇନିଅ। ମିନି ଚଢ଼େଇ ଅନ୍ୟମାନଙ୍କୁ ଠକି ତାଙ୍କ ପାଖରୁ ତରଭୁଜ ଖାଇଲେ ବି ତା ମନ ଥିଲା ବହୁତ ସଫା। ବିପଦ ସମୟରେ ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ହେଲେ ତାର ମିଛ କହିବା ଗୁଣ ପାଇଁ ଅନ୍ୟ ଚଢ଼େଇମାନେ ତାକୁ ବହୁତ ରାଗୁଥିଲେ। ତା ମା ପାଖରେ ସବୁଦିନ ତା ନାଁରେ ଅଭିଯୋଗ କରୁଥିଲେ। ମା ଚଢ଼େଇ ଏସବୁ ଶୁଣି ଶୁଣି ବିରକ୍ତ ହେଉଥିଲା। ରାଗରେ ସେ ତା ଝିଅ ମିନିକୁ ବହୁତ ପିଟୁଥିଲା। ତଥାପି ମିନି ଚଢ଼େଇ ସୁଧୁରୁ ନଥିଲା। ଦିନେ ସେ ମିଟୁର ତରଭୁଜ ବଗିଚା ରାସ୍ତାରେ ଯାଉଥିଲା। ମିଟୁ ବଗିଚାର ତରଭୁଜ ଦେଖି ସେ ତା ବଗିଚା ଭିତରକୁ ଗଲା। ଲୋଭ ସମ୍ଭାଳି ନ ପାରି ସେ ଗୋଟେ ତରଭୁଜ ତୋଳି ଖାଇଲା। ଠିକ୍ ସେହି ସମୟରେ ମିଟୁ ସେଠି ପହଞ୍ଚିଗଲା। ଏ କ'ଣ, ଏ ତରଭୁଜ ଖିଆ ମିନି ଆଜି ମୋ ବଗିଚାରୁ ତରଭୁଜ ଚୋରି କରି ଖାଉଛି? ଏ ଝିଅ, ତତେ ଟିକେ ଲାଜ ଲାଗୁନି? ଏତେ ବଡ଼ ହେଲୁଣି, ଅନ୍ୟମାନଙ୍କ ପାଖରୁ ତରଭୁଜ ଚୋରି କରି ଖାଉଛୁ? ଚୋରଣୀ କୋଉଠିକାର? ଏ ମିଟୁ ଅଙ୍କଲ, ମତେ ଚୋରଣୀ କାହିଁକି କହୁଛ? ଏଠି ତ ଏତେ ତରଭୁଜ ଅଛି, ମୁଁ ଗୋଟେ ଖାଇଲେ ତମର କ'ଣ ତରଭୁଜ ସରିଯିବ? ଚୋରି କରୁଛୁ ଆଉ ବଡ଼ ବଡ଼ କଥା କହୁଛୁ? ମତେ ନ ପଚାରି ମୋ ବଗିଚାରୁ ତରଭୁଜ ଖାଉଛୁ? ତତେ ଆହୁରି କହିବି, ତୁ ଗୋଟେ ଚୋରଣୀ। ବହୁତ ହେଇଗଲା, ମତେ ଚୋରଣୀ କହିବ ନା? ରୁହ, ଏବେ ଦେଖ ମୁଁ ତମ ସହ କ'ଣ କରୁଛି। ଏମିତି କହି
ମିନି ଚଢ଼େଇ ମିଟୁର ପାଟି ଭିତରେ ବହୁତ ଗୁଡ଼ିଏ ତରଭୁଜ ଖଣ୍ଡ ଭର୍ତ୍ତି କରିଦେଲା। ଆଉ କହିବେ ମତେ ଚରଣୀ ନା? ଏବେ ପାଅ ମଜା। ତାପରେ ମିନି ଚଢ଼େଇ ଦୌଡ଼ିକି ସେଠାରୁ ଚାଲିଗଲା। ମିଟୁ ତା ମା ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ଝିଅକୁ ତରଭୁଜ କିଣି ଦେଇ ପାରୁନ ବୋଲି ତାକୁ ଚୋରି କରିବା ଶିଖେଇଛ? ସେ ଆଜି ମୋ ଜମିରୁ ତରଭୁଜ ଚୋରି କରି ଖାଇଛି। ତା ପାଇଁ ଆମର କେତେ କ୍ଷତି ହେଉଛି। ଝିଅକୁ ଯଦି ସମ୍ଭାଳି ପାରୁନ ତାକୁ ଘରେ ବନ୍ଦୀ କରି ରଖ। ଏ କ'ଣ କହୁଛନ୍ତି? ମୁଁ କାହିଁକି ତାକୁ ଚୋରି କରିବାକୁ କହିବି? ଆଜି ଆସୁ ସିଏ, ପିଟି ପିଟି ତା ଗୋଡ଼ ଭାଙ୍ଗିଦେବି। ଯାହା କରୁଛ କର, ହେଲେ ଆଉ ଦିନେ ଯଦି ତୁମ ଝିଅକୁ ମୋ ବଗିଚାର ଆଖପାଖରେ ଦେଖିବି ତମ ମା ଝିଅଙ୍କୁ ଏ ଜଙ୍ଗଲରୁ ବାହାର କରିଦେବି। ଏମିତି କହି ମିଟୁ ଚାଲିଗଲା। ମା ଚଢ଼େଇ ଗୋଟେ ଲାଠି ଧରି ତା ଝିଅକୁ ଅପେକ୍ଷା କଲା। ଯେମିତି ମିନି ଘରକୁ ଫେରିଲା ତା ମା ତାକୁ ବହୁତ ପିଟିଲା। ବଦମାସ ଝିଅ, କେତେ ଥର ତତେ କହିବି କାହାକୁ ବି ଠକି ତା ଜିନିଷ ନେବୁନି। ଆଜି ତୁ ମିଟୁ ଜମିରୁ ତରଭୁଜ ଚୋରି କରି ଖାଇଛୁ। ତୁ ଏବେ ଚୋରି କରିବା ବି ଶିଖିଗଲୁଣି। ତୋ ପାଇଁ ଆଜି ସେ ମିଟୁ ମୋର କେତେ ଅପମାନ କଲା। କେବେ ବୁଝିବୁ ତୁ ଏକଥା? ଏସବୁ କହି କହି ତା ମା ତାକୁ ବହୁତ ପିଟୁଥିଲା। ମାଠୁ ମାଡ଼ ଖାଇଲା ପରେ ମନ ଦୁଃଖରେ ମିନି ଚଢ଼େଇ ଏକ ଗଛ ମୂଳେ ଯାଇ ବସି ସେଠି ବହୁତ କାନ୍ଦିଲା। ସେହି ସମୟରେ ସେ ବୁଢ଼ୀ ଚଢ଼େଇ ତା ପାଖକୁ ଆସିଲା ଆଉ ତାକୁ କହିଲା, ଆରେ ଝିଅ, ତୁ ଏଠି ବସି କାନ୍ଦୁଛୁ କ'ଣ ପାଇଁ? କିଏ ତତେ ମାରିଛି କି? ମିନି ଚଢ଼େଇ କାନ୍ଦି କାନ୍ଦି ବୁଢ଼ୀ ଚଢ଼େଇକୁ ସବୁ କଥା କହିଲା। ମୁଁ ତତେ ଜାଣିଛି ରେ ଝିଅ, ତୋ ମନ ବହୁତ ସଫା। ହେଲେ ଟଙ୍କା ଅଭାବରୁ ତୁ ତରଭୁଜ କିଣି ଖାଇପାରୁନୁ। ତା ବୋଲି ତୁ ଅନ୍ୟମାନଙ୍କୁ ଠକି ତାଙ୍କ ବଗିଚାରୁ ତରଭୁଜ ଚୋରି କରି ଖାଇବା ଜମା ବି ଠିକ୍ କଥା ନୁହଁ। ସେମିତି ଯଦି ତୁ କରିବୁ ପ୍ରତ୍ୟେକ ଦିନ ଅନ୍ୟମାନଙ୍କ ପାଖରୁ ଗାଳି ଶୁଣିବୁ, ତୋ ମା ପାଖରୁ ମାଡ଼ ବି ଖାଇବୁ। ଏଇ ନେ ଝିଅ, ଏ ତରଭୁଜ ମଞ୍ଜିକୁ ନେ। ଏଇଟା ଗୋଟେ ଯାଦୁର ତରଭୁଜ ମଞ୍ଜି। ତୁ ଆଜି ହିଁ ତୋ ଘର ବାହାରେ ମଞ୍ଜିକୁ ପୋତିଦେବୁ। ସଙ୍ଗେ ସଙ୍ଗେ ହିଁ ତୁ ଅନେକ ତରଭୁଜ ପାଇବୁ। ହେଲେ ଗୋଟେ କଥା ମନେ ରଖ, ତୁ ଆଉ ଦିନେ ବି କାହାକୁ ମିଛ କହିବୁନି। କାହା ପାଖରୁ ଚୋରି କରି ତରଭୁଜ ଖାଇବୁନି। ଠିକ୍ ଅଛି ବୁଢ଼ୀ ମା, ମୁଁ ତମକୁ କଥା ଦେଉଛି, ମୁଁ ଆଉ କେବେ ବି ମିଛ କହିବିନି। କାହା ବଗିଚାରୁ ତରଭୁଜ ଚୋରି କରି ଖାଇବିନି। ସୁନା ଝିଅ, ଏବେ ମଞ୍ଜି ନେଇ ଘରକୁ ଯା। ତାପରେ ମିନି ଚଢ଼େଇ ସେ ତରଭୁଜ ମଞ୍ଜିକୁ ଧରି ଘରକୁ ଫେରିଲା। ସେ ତା ମାକୁ ସବୁ କଥା କହିଲା। ତାପରେ ସେ ତୁରନ୍ତ ଘର ବାହାରେ ସେ ମଞ୍ଜିକୁ ପୋତିଦେଲା। ସଙ୍ଗେ ସଙ୍ଗେ ହିଁ ସେଠି ଗୋଟେ ବଡ଼ ତରଭୁଜ ବାହାରିଲା। ସେ ତରଭୁଜ ଭିତରୁ ଅନେକ ଅନେକ ତରଭୁଜ ବାହାରିଲା। ଏସବୁ ଦେଖି ମା ଚଢ଼େଇ ଆଉ ତାର ଝିଅ ମିନି ଖୁବ୍ ଖୁସି ହେଇଗଲେ। ମିନି ଚଢ଼େଇ ପେଟ ପୁରା ତରଭୁଜ ଖାଇଲା। ମା ଚଢ଼େଇଟି କିଛି ତରଭୁଜ ବିକିବା ପାଇଁ ବଜାରକୁ ନେଇଗଲା। ଏମିତି ତାଙ୍କର ସବୁ ଅଭାବ ଦୂର ହେଇଗଲା ଆଉ ସେମାନେ ଖୁସିରେ ରହିଲେ।